ନମସ୍କାର ସାଙ୍ଗମାନେ, ଆପଣମାନଙ୍କୁ ଆମ ଚ୍ୟାନେଲରେ ସ୍ୱାଗତ। ସାଙ୍ଗମାନେ, ଆମେ ଆଜି କହିବୁ ଦୁଇଜଣ ଏମିତି ପୌରାଣିକ ବ୍ୟକ୍ତି ଯେଉଁମାନେ ବିନା ମାତା ଗର୍ଭରୁ ଜନ୍ମ ହୋଇଥିଲେ। ଆସନ୍ତୁ ସେ ବିଷୟରେ ଜାଣିବା। ପ୍ରଥମ ବ୍ୟକ୍ତି ହେଉଛନ୍ତି କୃପାଚାର୍ଯ୍ୟ। କୃପାଚାର୍ଯ୍ୟ ମହାଭାରତ ଯୁଦ୍ଧରେ ପ୍ରମୁଖ ବ୍ୟକ୍ତି ଅଟନ୍ତି। ତାଙ୍କ ଜନ୍ମ ବିଷୟରେ ପୁରା ବର୍ଣ୍ଣନା ମହାଭାରତର ଆଦି ପର୍ବରୁ ମିଳିଛି। ସେହି ଅନୁସାରେ ମହର୍ଷି ଗୌତମଙ୍କ ପୁତ୍ର ସୌରଦ୍ୱାନ ସେ ଧନୁର୍ବାଣ ସହ ଜନ୍ମ ହୋଇଥିଲେ। ତାଙ୍କର ମନ ଧନୁବିଦ୍ୟାରେ ଲାଗୁଥିଲା, ସେତିକି ପାଠ ପଢ଼ାରେ ଲାଗୁନଥିଲା। ସେ ତପସ୍ୟା କରି ସବୁ ଅସ୍ତ୍ରଶସ୍ତ୍ର ପ୍ରାପ୍ତ କଲେ। ସୌରଦ୍ୱାନଙ୍କର ଘୋର ତପସ୍ୟା ଓ ଧନୁର୍ବିଦ୍ୟାରେ ନିପୁଣତା ଦେଖିକରି ଦେବରାଜ ଇନ୍ଦ୍ର ବହୁତ ଭୟଭୀତ ହୋଇଯାଇଥିଲେ। ସେଥିପାଇଁ ସେ ସୌରଦ୍ୱାନଙ୍କ ତପସ୍ୟାରେ ବିଘ୍ନ ଆଣିବା ପାଇଁ ଜାନପତି ନାମରେ ଦେବକନ୍ୟାକୁ ପଠେଇଥିଲେ। ସେ ସୌରଦ୍ୱାନଙ୍କ ଆଶ୍ରମରେ ଆସିକରି ମନ ଲୋଭେଇବାକୁ ଚେଷ୍ଟା କଲେ। ସୁନ୍ଦରୀ ଜାନପତିକୁ ଦେଖିକରି ସୌରଦ୍ୱାନଙ୍କ ହାତରୁ ଧନୁର୍ବାଣ ଖସି ପଡ଼ିଲା। ସେ ନିଜକୁ ଅଟକେଇ ଦେଇଥିଲେ, ହେଲେ ତାଙ୍କ ମନରେ ବିକାର ଭାବନା ଆସିଯାଇଥିଲା। ଅଜାଣତରେ ତାଙ୍କର ଶୁକ୍ରପାତ ହେଇଗଲା। ସୌରଦ୍ୱାନ ଧନୁର୍ବାଣ ଆଉ ଆଶ୍ରମ ଆଉ ସୁନ୍ଦରୀକୁ ଛାଡ଼ିକରି ସେଠାରୁ ଚାଲିଗଲେ। ସେଥିରୁ ଗୋଟିଏ ପୁତ୍ର ଓ କନ୍ୟା ଜନ୍ମ ନେଇଥିଲେ। ଏହି ସମୟରେ ଦୈବ ଯୁଗରୁ ରାଜା ଶାନ୍ତନୁ ସେଇ ବାଟ ଦେଇ ଯାଉଥିଲେ। ତାଙ୍କର ନଜର ସେହି ପୁତ୍ର ଓ କନ୍ୟା ଉପରେ ପଡ଼ିଲା। ରାଜା ଶାନ୍ତନୁ ତାଙ୍କୁ ନେଇ ତାଙ୍କ ଘରକୁ ଚାଲି ଆସିଲେ। ସେହି ପୁତ୍ରର ନାମ ରଖିଲେ କୃପ ଆଉ କନ୍ୟାର ନାମ ରଖିଲେ କୃପୀ। ଏବେ ସୌରଦ୍ୱାନଙ୍କୁ ଏକଥା ଜଣା ପଡ଼ିଲା। ରାଜା ଶାନ୍ତନୁ ପାଖକୁ ଆସିଲେ। ସେ ସେହି ପିଲାମାନଙ୍କର ନାମ ଗୋତ୍ର ଆଦି ବଦଳେଇ କରି 4 ପ୍ରକାର ଧନୁର୍ବେଦ ଆଉ ବେଦଶାସ୍ତ୍ର ଶିକ୍ଷା ଦେଲେ। କିଛି ଦିନରେ କୃପ ସବୁ ବିଷୟରେ ପାରଙ୍ଗମ ହୋଇଗଲେ। କୃପାଚାର୍ଯ୍ୟଙ୍କ ଯୋଗ୍ୟତା ଦେଖିକରି କୁରୁବଂଶର କୁଳଗୁରୁ କରାଗଲା। ଦ୍ୱିତୀୟ ଜଣକ ହେଉଛନ୍ତି ଗୁରୁ ଦ୍ରୋଣାଚାର୍ଯ୍ୟ। ଦ୍ରୋଣାଚାର୍ଯ୍ୟ କୌରବ ଓ ପାଣ୍ଡବ ରାଜକୁମାରଙ୍କର ଗୁରୁ ଥିଲେ। ଦ୍ରୋଣାଚାର୍ଯ୍ୟଙ୍କର ଜନ୍ମ କେମିତି ହେଲା ତାହାର ବର୍ଣ୍ଣନା ମହାଭାରତର ଆଦି ପର୍ବରୁ ମିଳିଛି। ଗୋଟିଏ ସମୟରେ ଗଙ୍ଗଦ୍ୱାର ନାମକ ସ୍ଥାନରେ ମହର୍ଷି ଭରଦ୍ୱାଜ ରହୁଥିଲେ। ଗୋଟିଏ ଦିନ ସେ ଋଷିମାନଙ୍କୁ ସାଥିରେ ନେଇକରି ଗଙ୍ଗା ସ୍ନାନ ପାଇଁ ଚାଲିଗଲେ। ସେ ଦେଖିଲେ ଘୃତାଗୀ ନାମକ ଅପ୍ସରା ପାଣିରୁ ବାହାରୁଥିଲେ। ତାଙ୍କୁ ଦେଖିକରି ତାଙ୍କ ମନରେ କାମ ବାସନା ଜାଗ୍ରତ ହୋଇ ଉଠିଲା। ତାଙ୍କର ଶୁକ୍ରାଣୁଙ୍କୁ ନେଇକରି ଦ୍ରୋଣ ନାମକ ଯଜ୍ଞ ପାତ୍ରରେ ରଖିଦେଲେ। ସେଥିରୁ ଦ୍ରୋଣାଚାର୍ଯ୍ୟଙ୍କ ଜନ୍ମ ହେଲା। ଦ୍ରୋଣାଚାର୍ଯ୍ୟ ସବୁ ବେଦ ଅଧ୍ୟୟନ କଲେ। ଦ୍ରୋଣାଚାର୍ଯ୍ୟଙ୍କ ବିବାହ କୃପାଚାର୍ଯ୍ୟଙ୍କ ଭଉଣୀଙ୍କ ସହ ହୋଇଥିଲା। ସାଙ୍ଗମାନେ, ଯଦି এই ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।